ଶ୍ରୀମନ୍ଦିରରେ ପ୍ରଭାବିତ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି। ସକାଳୁ ସକାଳୁ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ ଏବଂ ମୈଲମ ନୀତି ସମ୍ପାଦନ କରିବାରେ ବିଳମ୍ବ କରିଥିଲେ ସେବାୟତ। ଦୀର୍ଘ ଦିନ ଧରି ପାଳିଆ ପୁରସ୍କାର ନ ମିଳିବାରୁ ଆଜି ନୀତିରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ନୀତି ପ୍ରଶାସକଙ୍କ ହସ୍ତକ୍ଷେପ ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିଲା। ଜଗମୋହନ ମରାମତି ସମୟରୁ ପରିମାଣିକ ଟିକେଟ ଦର୍ଶନ ବନ୍ଦ ହେବା ସହ ଭିତର କାଠ ନିକଟରେ ଦର୍ଶନ ବନ୍ଦ କରାଯାଇଥିଲା। ଏପ୍ରିଲ 18 ତାରିଖରୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ଦର୍ଶନ ଆରମ୍ଭ କରାଯାଇଥିବା ବେଳେ ସେବାୟତଙ୍କ ଆର୍ଥିକ କ୍ଷତି ଭରଣା ପାଇଁ ପାଳିଆ ପୁରସ୍କାର ଦେବା ପାଇଁ ପ୍ରଶାସନ ସ୍ଥିର କରିଥିଲା। ଏହା ଭିତରେ 8 ମାସ ବିତି ଯାଇଥିଲେ ମଧ୍ୟ ସେବାୟତମାନେ କୌଣସି ପୁରସ୍କାର ନ ପାଇବାରୁ ଅସନ୍ତୋଷ ଦେଖାଦେଇଛି। ତେବେ ପରିମାଣିକ ଟିକେଟ ଆରମ୍ଭ ହେବା କ୍ଷଣି ସେବାୟତଙ୍କୁ ପାଳିଆ ପୁରସ୍କାର ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। स्वतंत्र नीति जो आसे सदाबे आमर पूर्व आलोचना कराए जो मैंने से नीति सहित जड़ित सहित आलोचना कराई समस्ते आम सहित अच्छा सदाबे आम सहयोग करती तेणु से किसी व्यतिक्रम हेन यही जो रही पैसा प्रति जो आम सेवा मानक रही जे अनसर्टेनिटी रही है आमर चीफ एडमिनिस्ट्रेटर आसते काली भी कथा होते काली भी स्टेटमेंट दिखाई मीडिया से खूब शीघ्र आम से व्यवस्था करा।